ଓଡ଼ିଶାର କେଉଁ ଜିଲ୍ଲାରେ କେତେ ଟେମ୍ପରେଚର୍ ଅଛି ଦେଖନ୍ତୁ। ବାଲେଶ୍ୱରରେ ଯାହାକି ଆପଣ ଦେଖିପାରୁଥିବେ 37.2 ଡିଗ୍ରୀ ସେଲସିୟସ୍ ବାଲେଶ୍ୱରରେ ଅଛି। ଚାନ୍ଦବାଲିରେ 37.9, କଟକରେ 37.2 ଏବଂ ପାରାଦ୍ୱୀପରେ 34.5, ଭୁବନେଶ୍ୱରରେ 36.8। ତାପରେ ଦେଖନ୍ତୁ ଗୋପାଳପୁରରେ ସବୁଠାରୁ କମ୍ ଯାହାକି 31.5 ଡିଗ୍ରୀ ସେଲସିୟସ୍ ହେଇଛି। ତା ପୁରୀରେ ଦେଖନ୍ତୁ 34.5, ଅନୁଗୁଳରେ 42.1, ବାରିପଦାରେ 40.4। ତାପରେ ତଳେ ଦେଖିପାରୁଥିବେ ଆପଣ ଝାରସୁଗୁଡ଼ାରେ ଯାହାକି ସବୁଠୁ ଅଧିକ ଟେମ୍ପରେଚର୍ ଯାଇଛି, ଯାହାକି ଆପଣ ଦେଖିପାରୁଥିବେ ଏଥିରେ 46.0 ଡିଗ୍ରୀ ସେଲସିୟସ୍ ଯାଇଛି। ତାପରେ ଦେଖନ୍ତୁ କେନ୍ଦୁଝରଗଡ଼ରେ 40.7, ତାପରେ ସମ୍ବଲପୁରରେ 45.3 ଏବଂ ସୁନ୍ଦରଗଡ଼ରେ 42.8। ତାପରେ ହୀରାକୁଦରେ ଆପଣ ଦେଖିପାରୁଥିବେ 45 ଡିଗ୍ରୀ ସେଲସିୟସ୍, ତାଲଚେରରେ 43.8 ଏବଂ ଭବାନୀପାଟଣାରେ 42.8, ବଲାଙ୍ଗୀରରେ 43.3 ଏବଂ କୋରାପୁଟରେ 38 ଡିଗ୍ରୀ ସେଲସିୟସ୍। ତାପରେ ଦେଖନ୍ତୁ କୋରାପୁଟ ପରେ ଆପଣ ଦେଖିପାରୁଥିବେ ଫୁଲବାଣୀରେ 39.5, ଟିଟିଲାଗଡ଼ରେ 43.5 ଏବଂ ମାଲକାନଗିରିରେ 40.4, ସୋନପୁରରେ 43.9, ଦାରିଙ୍ଗବାଡ଼ିରେ 37.5, ନୟାଗଡ଼ରେ 42, ତାପରେ ବୌଦ୍ଧରେ 43.5। ତଳେ ଦେଖିବେ ବୌଦ୍ଧ ପରେ ଛତରପୁରରେ 32.7, ତାପରେ ପାରଲାଖେମୁଣ୍ଡିରେ 35.6, ରାୟଗଡ଼ାରେ 37.6, ଭଦ୍ରକରେ 40, ଯାଜପୁରରେ 40.4, ଢେଙ୍କାନାଳରେ 38.1, ବରଗଡ଼ରେ 43.8। ଏସବୁ ହେଉଛି ଦେଖନ୍ତୁ ଓଡ଼ିଶାର ସମସ୍ତ ଜିଲ୍ଲା ଏବଂ ଟେମ୍ପରେଚର୍, ଯେଉଁଥିରେ ଆପଣ ଦେଖିପାରୁଥିବେ କେତେ ଟେମ୍ପରେଚର୍ ଆସିଛି। ଦେଓଗଡ଼ରେ 39.7, ନୂଆପଡ଼ାରେ 41.5। ତାପରେ ତଳେ ଦେଖିବେ ଯେ ନବରଙ୍ଗପୁରରେ 39 ଡିଗ୍ରୀ ସେଲସିୟସ୍, ତାପରେ ଖୋର୍ଦ୍ଧାରେ 41.5, ଜଗତସିଂହପୁରରେ 37.4 ଏବଂ କେନ୍ଦ୍ରାପଡ଼ାରେ 40.2, ରାଉରକେଲାରେ 41.3, ରାଣୀତାଲରେ ଆପଣ ଦେଖିପାରୁଥିବେ 38.3। ତାପରେ ଦେଖନ୍ତୁ କିରେଇରେ ଆପଣ ଦେଖିପାରିବେ 43.5 ଏବଂ ମହିଷାପତରେ 39.5 ଡିଗ୍ରୀ ସେଲସିୟସ୍। ତାପରେ ଶିମିଳିଗୁଡ଼ିରେ 35 ଡିଗ୍ରୀ ସେଲସିୟସ୍, ଉଦୟଗିରିରେ 39, ତାପରେ ଚିପିଲିମାରେ 42.5 ଡିଗ୍ରୀ ସେଲସିୟସ୍। ଏହା ଥିଲା ଓଡ଼ିଶାର ସମସ୍ତ ଜିଲ୍ଲା ଏବଂ କେତେକ ସହର ସ୍ଥାନର ତାହାର ଟେମ୍ପରେଚର୍, ଯେଉଁଥିରେ ଲୋଏଷ୍ଟ ଟେମ୍ପରେଚର୍ ଯାହାକି ଗୋପାଳପୁରରେ 31.5 ଡିଗ୍ରୀ ସେଲସିୟସ୍ ଯାଇଛି ଏବଂ ଟପ୍ 5 ସିଟି ଯାହାଙ୍କର ଟେମ୍ପରେଚର୍ ସବୁଠୁ ହାଇଏଷ୍ଟ ରହିଛି। ଦେଖନ୍ତୁ ପ୍ରଥମଟି ହେଲା ଝାରସୁଗୁଡ଼ା ଯାହାର 46 ଡିଗ୍ରୀ ସେଲସିୟସ୍, ତାପରେ ସମ୍ବଲପୁର 45.3 ଡିଗ୍ରୀ ସେଲସିୟସ୍ ଏବଂ ହୀରାକୁଦରେ 45, ସୋନପୁରରେ 43.9 ଏବଂ ତାଲଚେରରେ 43.8 ଡିଗ୍ରୀ ସେଲସିୟସ୍ ତାର ଟେମ୍ପରେଚର୍ ଯାଇଛି। ଆପଣଙ୍କ ଅଞ୍ଚଳରେ କେତେ ଟେମ୍ପରେଚର୍ ଯାଇଛି ଆପଣ କମେଣ୍ଟ କରି ଜଣାନ୍ତୁ।